ଭାରତ ବର୍ଷରେ 10ଟି ରାଜ୍ୟ ଯେଉଁମାନେ ହାଇଏଷ୍ଟ କ୍ରାଇମ ରେଟ୍ ଅଛି ତାଙ୍କ ମଧ୍ୟରେ ଆଜି ଓଡ଼ିଶା ସ୍ଥାନିତ ଅଛି ଏବଂ এই 10ଟି ହାଇଏଷ୍ଟ କ୍ରାଇମ ରେଟ୍ ମଧ୍ୟରେ 8ଟି ରାଜ୍ୟ ଏ ପ୍ରକାର ଅଛନ୍ତି ଯେଉଁମାନେ ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟ। ତ ଯେଉଁ ଭାରତୀୟ ଜନତା ପାର୍ଟି ସବୁବେଳେ କହି ଆସୁଛନ୍ତି କି ଆମେ ଡବଲ ଇଞ୍ଜିନ ସରକାର ଆଉ ବିକାଶ ଯୋଉଠି ଆମେ ସେଇଠି, ଏଇଥିରୁ ହିଁ ଜଣାପଡୁଛି କି ପ୍ରକାର ବିନାଶ ଚାଲିଛି ଆଜି ଓଡ଼ିଶାରେ। ଯେତେ ଲ ଆଣ୍ଡ ଅର୍ଡର ସିଚୁଏସନ ବିପର୍ଯ୍ୟସ୍ତ ହୁଏ, ଆର୍ଥିକ ସ୍ତରରେ ଅର୍ଥନୀତି ଉପରେ ୟାର ଡାଇରେକ୍ଟ ପ୍ରଭାବ ପଡେ। ଏଇଟା ହିଁ ଜଣାଉଛି କି ପ୍ରକାର ଭାବରେ ହେଲା। ଆଜି ଶେଷ ଦିନ 2025 ଆସନ୍ତା କାଲି ଇଂରେଜୀ ନବବର୍ଷ। ଆଜି 31 ତାରିଖ ଦିନ ଏଣ୍ଟାୟାର ବର୍ଷର ଯୋଉଟା ସବୁଠାରୁ ସେନ୍ସିଟିଭ ଦିଗ ତା ଉପରେ ଆଜି ଆପଣଙ୍କ ସାଙ୍ଗରେ ଗୋଟେ ବାର୍ତ୍ତାଳାପ କରିବା ପାଇଁ ଆମେ ଆସିଛୁ। ଆମ ସାଙ୍ଗରେ ଅଛନ୍ତି ମାନ୍ୟବର ସାଂସଦ ଡକ୍ଟର ସସ୍ମିତ ପାତ୍ର। ଆପଣଙ୍କ ସାଙ୍ଗରେ ଗୋଟେ ଚର୍ଚ୍ଚା କରିବୁ ଏଇ ଯୋଉ 2025 ମସିହାରେ ଯୋଉ ବିଭିନ୍ନ ଘଟଣା ମାନ ହେଇଛି, ଘଟଣା ବହୁଳ ବର୍ଷ ଏଇଟା। ଆରମ୍ଭ ହେଲା ଗୋଟେ ଅତି ଚର୍ଚ୍ଚିତ କେସ୍ରେ, ସରିଲା ମଧ୍ୟ ବର୍ଷ ଅତି ଗୋଟେ ଚର୍ଚ୍ଚିତ କେସ୍ରେ। ଆମେ ଆପଣଙ୍କ ସାଙ୍ଗରେ ଗୋଟେ ବାର୍ତ୍ତାଳାପ କରିବା ପାଇଁ ବର୍ତ୍ତମାନ ବସିଛୁ। ଆପଣମାନେ ଆସିଛନ୍ତି, ପ୍ରତ୍ୟେକ ଥର ଏ ବର୍ଷ ଯାକ ଆପଣମାନେ ସହଯୋଗ କରିଛନ୍ତି। ଆପଣ ସମସ୍ତଙ୍କୁ ଆଗ ଧନ୍ୟବାଦ ବି ଦେବି ଏବଂ ଆଜିର ଏ କାର୍ଯ୍ୟକ୍ରମରେ ଆସିଥିବାରୁ ପୁଣି ଥରେ ଆପଣମାନେ ସମସ୍ତଙ୍କୁ ବିଜୁ ଜନତା ଦଳ ତରଫରୁ ଶଙ୍ଖ ଭବନକୁ ସ୍ୱାଗତ କରୁଛୁ। ଅନୁରୋଧ କରୁଛି ଡକ୍ଟର ସସ୍ମିତ ପାତ୍ରଙ୍କୁ ସେ ଆରମ୍ଭ କରିବେ। ସମସ୍ତ ପ୍ରେସ୍ ଏବଂ ମିଡିଆର ଭାଇ ଭଉଣୀ ମାନଙ୍କୁ ନମସ୍କାର। ଏବଂ ବିଶେଷ କରି ଗତ ବର୍ଷଟି ଯାକ ଆଜି ଯେତେବେଳେ ଆମେ ଶେଷ ଦିନରେ ପଦାର୍ପଣ କରୁଛୁ 2025ର ଏ ଗୋଟିଏ ବର୍ଷ ଯାକ ବିଜୁ ଜନତା ଦଳର ଏହି ଶଙ୍ଖ ଭବନରୁ ଏବଂ ରାଜ୍ୟର ଅନ୍ୟାନ୍ୟ ଜାଗାରୁ ଗଣମାଧ୍ୟମର ପ୍ରତିନିଧି ଭାବରେ ଆପଣ ଯେଉଁ ପ୍ରକାର ଭାବରେ ବିଜୁ ଜନତା ଦଳର ସ୍ୱରକୁ ଓଡ଼ିଶାବାସୀଙ୍କ ପାଖରେ ରଖିଛନ୍ତି, ସେଥିପାଇଁ ଆମେ ସମସ୍ତେ ଆପଣଙ୍କ ପାଖରେ ଚିରଋଣୀ। ଯାହାକି ବଡ଼ ଭାଇ ଦଳର ବରିଷ୍ଠ ନେତା ଆମର ମିଡିଆ ସଂଯୋଜକ ଏବଂ ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ମହୋଦୟ କହିଲେ କି ଏଇ ବର୍ଷଟିକୁ ଯଦି ଆମେ ମୂଲ୍ୟାଙ୍କନ କରିବା, এই ବର୍ଷଟିରେ ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଶାରେ ଯେବେଠୁ ଆସିଛି, ରାଷ୍ଟ୍ରୀୟ ସ୍ତର କୁହନ୍ତୁ, ଅନ୍ତରାଷ୍ଟ୍ରୀୟ ସ୍ତର କୁହନ୍ତୁ କିମ୍ବା ଆମ ରାଜ୍ୟରେ ହଉ, ଗୋଟିଏ ବିଷୟ ପାଇଁ ଓଡ଼ିଶା ଲଜ୍ଜିତ ହେଇଛି ସବୁଠାରୁ ବେଶୀ। ସେଟା ହେଉଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ଯେଉଁ ପ୍ରକାର ଭାବରେ ଲ ଆଣ୍ଡ ଅର୍ଡର ସିଚୁଏସନ ବିପର୍ଯ୍ୟସ୍ତ ହେଇଛି ଓଡ଼ିଶାରେ, ଏଇଟା କେବଳ ଯେ ରାଜ୍ୟରେ ସୀମିତ ଅଛି ସେଇଟା ନୁହଁ, ୟାର ସବୁ ପ୍ରସଙ୍ଗ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଦେଖିବାକୁ ମିଳିଲା, ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଦେଖିବାକୁ ମିଳିଲା। ଏବଂ ପ୍ରତ୍ୟେକଟି ସମୟରେ ସେ ରାଷ୍ଟ୍ରୀୟ ମିଡିଆ ହଉ କି ଓଡ଼ିଶାର ମିଡିଆ ହଉ, ସେମାନେ କହିଲେ କି ପ୍ରକାର ଭାବରେ এই ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାର କହୁଥିବା ଓଡ଼ିଶାରେ ଚାଲିଥିବା ଶାସନ ବ୍ୟବସ୍ଥା ଲ ଆଣ୍ଡ ଅର୍ଡର ପରିସ୍ଥିତିକୁ ନେଇକରି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। এই 2025 ବିଷୟରେ କହିବା ପୂର୍ବରୁ ମୁଁ ଟିକେ ଆପଣଙ୍କୁ ଫେରି ନେବାକୁ ଚାହୁଁଛି ଯେତେବେଳେ এই ସରକାରଟି ନୂତନ ଭାବରେ ଆସିଥିଲା ଓଡ଼ିଶାକୁ ଗତ ବର୍ଷ 2024 ଜୁନ ଜୁଲାଇ ମାସ ବେଳକୁ। এই ସରକାରର, এই ଭାରତୀୟ ଜନତା ପାର୍ଟି ସରକାରର ଲ ଆଣ୍ଡ ଅର୍ଡର ବିପର୍ଯ୍ୟସ୍ତ ହବାର ମୂଳଦୁଆ କିଏ ପକେଇଥିଲେ? ତତ୍କାଳୀନ ଗଭର୍ଣ୍ଣର ଓଡ଼ିଶାର ଶ୍ରୀ ରଘୁବର ଦାସ ମହୋଦୟ, ଯେତେବେଳେ ତାଙ୍କର ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ବାଡ଼େଇଥିଲେ ରାଜଭବନ ଭିତରେ ଏବଂ ପରବର୍ତ୍ତୀ ସମୟରେ এই ଲଳିତ ଦାସ ଯେ ତାଙ୍କ ପୁଅ ଥିଲେ, ତାଙ୍କ ଉପରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏଇଟା ହିଁ ଜତେଇଲା ସେତେବେଳେ କି ପ୍ରକାର ଭାବରେ ଓଡ଼ିଶାର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଦିଗରେ ନେବାରେ ଭାରତୀୟ ଜନତା ପାର୍ଟି ସହାୟକ ହବ। ଯେତେବେଳେ ଜଣେ ଗଭର୍ଣ୍ଣରଙ୍କର ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ରାଜଭବନ ମଧ୍ୟରେ ବାଡ଼େଇକିରି ତାର ରକ୍ତାକ୍ତ କଲା ପରେ ମଧ୍ୟ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ, ସେଇଟା ହିଁ କହିଥିଲା କି ପ୍ରକାର ଭାବରେ ଆଗାମୀ ଦିନ ମାନଙ୍କରେ ଓଡ଼ିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହବ। 2025କୁ ଆସିବା, 2025ରେ ଆମେ ଦେଖିଲୁ ଜୁଲାଇ ମାସରେ କି ପ୍ରକାର ଭାବରେ ଭାରତୀୟ ଜନତା ପାର୍ଟିର ଗୁଣ୍ଡା ମାନେ ପଶିଲେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଅଫିସ ମଧ୍ୟରେ ଏବଂ ସେଇଠି ଆଡିସନାଲ କମିଶନର ରତ୍ନାକର ସାହୁ କୁହନ୍ତୁ କି ଅନ୍ୟାନ୍ୟ ବିଷୟ କୁହନ୍ତୁ, କି ପ୍ରକାର ଭାବରେ ତାଙ୍କୁ ଘୋଷାଡ଼ିକି ଆଣିଥିଲେ
এই ঘোষাড়িকিরি আনিকিরি রাস্তা তাকর যে পটিকরে বাড়েইবার যে ঘটনাটি এটা রাষ্ট্রীয় স্তরের মধ্য সবু গণমাধ্যম দেখাইলে কি প্রকার গুন্ডাগর্দি চালিছি ওড়িশারে ভারতীয় জনতা পার্টি সরকার। অবি আমি আসিবা 2025 কু 2025 রে যদি আপন দেখিবে মহিলা মানক বিরুদ্ধে এবং শিশু মানক বিরুদ্ধে যে প্রকার ভাবে ক্রাইম বড়ি বড়ি চালিছি গত 1.5 বর্ষ মধ্যে হারাহারি 40,000 ঊর্ধ্ব কেস রেজিস্টর্ড হয়েছি ওড়িশারে। এই তথ্যটি কোঠু আসুচি? এই তথ্যটি আসুচি রাজ্যর আসেম্বলি বিধানসভার উত্তরু হি আসিছি কি 1.5 বর্ষ মধ্যে মহিলা মানক বিরুদ্ধে ক্রাইম বড়িছি 40,000 ଅଧିକ কেসেস রেজিস্টর্ড হয়েছি 1.5 বর্ষ। গোটে হোয়াইট পেপর রাজ্য সরকার বাহার কলে যোথের সে কহিলে যে ওড়িশা witnessed increase in rape cases in 2024 and it has increased by 8% as 3054 cases were registered in 2024 এবং 2024 কুহন্তু 2025 কুহন্তু এই হোয়াইট পেপর জଣାଉଛି কি প্রকার ভাবে হোম ডিপার্টমেন্টর যোটা হোয়াইট পেপর থিলা যে 8% রু ঊর্ধ্ব বৃদ্ধি ହେଇଛି রেপ কেসেস রে ওড়িশা। মহিলা মানক প্রতি অত্যাচার আউ গোটে চিঠা বাহারিলা যেতেবেলে এই বর্ষ ওড়িশার মাননীয় মুখ্যমন্ত্রী সে ওড়িশা বিধানসভারে তথ্য রখিলে যে ভারতীয় জনতা পার্টি শাসনরে ওড়িশারে 40,947 ক্রাইমস করা যাইছি এগেইনস্ট ওমেন ইন দ্য লাস্ট 18 মান্থস। গত 18 মাস মধ্যে 40,947 ক্রাইমস কন্ডক্ট করা যাইছি মহিলা মানক বিরুদ্ধে। তা মধ্যে মোলেস্টেশন কেসেস 9,181, abduction केसेस 8,227, नॉन डाउरी टॉर्चर 6,134, डाउरी टॉर्चर 5,446, रेप केसेस 4,000 ऊर्ध्व, सेक्सुअल हैरेसमेंट केसेस 1,200 ऊर्ध्व एवं कन्विक्शन इन क्राइम अगेंस्ट वुमेन जो कन्विक्शन करा जाए जो माने दोषी अच्छे तांकु दंड विधान करा जाए कि कन्विक्शन केवल 5.5% रे सीमित रहा। जदि आप देखिबा भारत वर्षरे 10टी राज्य जो मान के हाईएस्ट क्राइम रेट अच्छी तांको मध्यरे आज ओडिशा स्थानित अच्छे एवं 10टी हाईएस्ट क्राइम रेट मध्यरे 8टी राज्य ए प्रकार अच्छा भारतीय जनता पार्टी शासित राज्य। तो जो भारतीय जनता पार्टी सब बड़े कही आसुचंती कि आमे डबल इंजिन सरकार आ विकास जोठी आमे सेठी एइतरु ही जणा पडुची कि प्रकार विनाश चलीची आज ओडिशा रे। जदि आमे लॉ एंड ऑर्डर सिचुएशन देखिबा जेतेले लॉ एंड ऑर्डर सिचुएशन विपर्यस्त हुए यार आउ गोटे दिग अछि। यार आउ गोटे दिग होची राज्यर जो इकोनॉमिक डेवलपमेंट हुए जो राजस्व डेवलपमेंट हुए सेटा मध्य क्षतिग्रस्त हुए। आपण देखिबे मेजर मिनरल रेवेन्यू जेते लॉ एंड ऑर्डर विपर्यस्त ही चालुची मेजर मिनरल रेवेन्यू राज्यर 50,000 कोटी रु 34,000 कोटी को खसी जाइछि। माइनर मिनरल रेवेन्यू 1,485 कोटी रु 600 कोटी को खसी जाइछि एवं जीएसटीपी ग्रॉस स्टेट डोमेस्टिक प्रोडक्ट जोटा थिला 9.6% 7.2% को खसी जाइछि। जेते लॉ एंड ऑर्डर सिचुएशन विपर्यस्त हुए आर्थिक स्तर रे अर्थनीति उपरे यार डायरेक्ट प्रभाव पड़े। एटा ही जणाउछि कि प्रकार भाबरे हला लॉ एंड ऑर्डर आपण कहबे आउ को विषय आसुछि जो 18 मास रे 20 रु अधिक जो एग्जामिनेशंस रहुचंती परीक्षा रहुछि सेइतरे जो प्रकार दुर्नीति चालीछि एटा ही दर्शौछि कि प्रकार लॉ एंड ऑर्डर परिस्थिति अछि। आज करप्शन रैम्पेंट हो गलानी। एसआई रिक्रुटमेंट स्कैम जोटा अच्छी केवल राज्य स्तर रे नुह आज राष्ट्रीय स्तर रे ओडिशा को निंदित अपमानित करिछि। आज जेतेले सीबीआई को दवा पैसा बाध्य होइचंती ओडिशा रा भारतीय जनता पार्टी सरकार एथिपई कारण यार जो चेर अछि डायरेक्टली भारतीय जनता पार्टी सरकार रा चेर को जोड़ी रही। जदि आमे देखिबा जून 2024 रु जुलाई सेप्टेम्बर 2025 पर्यंत 37,611 केसेस ऑफ क्राइम अगेंस्ट वुमेन रु बढ़ी किरी 40,947 केस रे वृद्धि पाइछि। अभी आमे आसीबा किछिटा की इवेंट्स जोटा घटितला जो क्राइम्स हेतला गोपालपुर बीच रो गैंगरेप कथा कहंतो नले माइनर रेप एंड मर्डर सुंदरगढ़ रो असॉल्ट ऑन ओएस ऑफिसर्स बालीहर चंडी रो गैंगरेप केस धौली गैंगरेप केस भरतपुर पुलिस स्टेशन असॉल्ट इट्टो इका कांकर उपे जो प्रकार भाबरे जेसीबी चढ़ी दिया जाइतला ट्राइबल डेथ
ଆଟାକ୍ସ ଯୋଉ ପ୍ରକାର ଭାବରେ ହଉଛି ବିଭିନ୍ନ ସମ୍ପ୍ରଦାୟ ଉପରେ ଏବଂ ତା ସହିତ ଭାରତୀୟ ଜନତା ପାର୍ଟିର ଯୋଉ ପ୍ରକାର ଭାବରେ ଏକ ନୈରାଶ୍ୟଜନକ ଚିନ୍ତାଧାରା ରହୁଛି ଲ ଆଣ୍ଡ ଅର୍ଡର ପରିସ୍ଥିତିକୁ ନେଇକରି ଆଜି ମା ମାନେ ଭଉଣୀ ମାନେ ଆଉ ସୁରକ୍ଷିତ ନୁହନ୍ତି, ଓଡ଼ିଶାବାସୀ ସୁରକ୍ଷିତ ନୁହନ୍ତି। ସହଦେବ ନାୟକଙ୍କର ଯଦି ଆପଣ ଘଟଣା ଦେଖିବେ, 32 ବର୍ଷୀୟ ସହଦେବ ନାୟକ କି ପ୍ରକାର ଭାବରେ ଯେତେବେଳେ ଏଇଠି ପ୍ରବାସୀ ଭାରତୀୟ ଦିବସ ଚାଲିଥିଲା ସେତେବେଳେ ହିଁ ତାଙ୍କ ସହିତ ଯୋଉ ପ୍ରକାର ନୃଶଂସ ଘଟଣା ଘଟିଲା, ମୁଁ ତାକୁ ଆଉ ଦୋହରିବାକୁ ଚାହୁଁନାହିଁ, କିନ୍ତୁ ସମସ୍ତେ ଦେଖିଲେ ସେଦିନ କି ପ୍ରକାର ଭାବରେ ସେଇ ରସୁଲଗଡ଼ ଫ୍ଲାଇଓଭର ଉପରେ ତାଙ୍କ ସହିତ କି ପ୍ରକାର ଅତ୍ୟାଚାର ହେଇଥିଲା। এই প্রকার ভাবে অনেক লম্বা চিঠা ଅଛି। ବାଲେଶ୍ୱର FM କଲେଜର ବିଷୟରେ ଆମେ ସମସ୍ତେ ଜାଣିଛୁ। ତ ଆପଣଙ୍କ ଟ୍ରାଫିକ କନଷ୍ଟେବଲ ଶୁଭମିତ୍ରଙ୍କର ମର୍ଡର କୁହାଯାଉ, ଏ ପ୍ରତ୍ୟେକଟି ବିଷୟ ଗୋଟେ ଜିନିଷ ଦର୍ଶାଉଛି ଯେ 2025ରେ ଓଡ଼ିଶାର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହେଇଥିଲା। ତା କାରଣ ହେଉଛି ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଯେଉଁ ଅଛି ତାର ସମ୍ପୂର୍ଣ୍ଣ ବିଫଳତା ଏବଂ ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ଯେଉଁ ଗୃହ ବିଭାଗକୁ ବି ଦେଖୁଛନ୍ତି, ତାଙ୍କର ନୈରାଶ୍ୟଜନକ ଚିନ୍ତାଧାରା ଏଇ ଲ ଆଣ୍ଡ ଅର୍ଡର ସିଚୁଏସନକୁ କେମିତି ଆହୁରି ବେଟର କରିହେବ। ବିଜୁ ଜନତା ଦଳ ତରଫରୁ ଆମର ଗୋଟିଏ ନିବେଦନ ରହିବ ଆଜି, ଯେତେବେଳେ 2026 କାଲିଠୁ ଆରମ୍ଭ ହେବ, ଏକ ନୂଆ ଅଧ୍ୟାୟ ଆଉ ଥରେ ଇଂରାଜୀ ନବବର୍ଷ ସହିତ ଆରମ୍ଭ ହେବ, ସେତେବେଳେ ଭାରତୀୟ ଜନତା ପାର୍ଟିର ଏଇ ଓଡ଼ିଶାରେ ସରକାର ଯେ ଡିମଡିମ ପିଟିକି ଆସୁଥିଲେ ଡବଲ ଇଞ୍ଜିନ ସରକାର ଓଡ଼ିଆ ଅସ୍ମିତାର, ସେମାନେ ଓଡ଼ିଶାରେ କି ପ୍ରକାର ଭାବରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ କରାଯାଇପାରିବ ସେଥିପାଇଁ ଯତ୍ନବାନ ହେବେ। ଓଡ଼ିଶାବାସୀ ଆଜି ଭୟଭୀତ, ଆଜି ରାତିରେ ଗଲେ ତାଙ୍କୁ ଡର ଲାଗୁଛି, ଭାଇ ଆମେ ଘରକୁ ଫେରିପାରିବା ତ? ଆଜି ସାଧାରଣ ଲୋକଙ୍କ ମନରେ ଭୟ ଅଛି ଯେ ଏଇ ମାଟିଏ ଝିଅଟିଏ ଯାଉଛି ଦିନବେଳା, ସେ ସନ୍ଧ୍ୟା ହେଇଗଲେ ଯଦି ନ ଫେରୁଛି ଫୋନ କରୁଛନ୍ତି, ଆରେ କୋଉଠି ଅଛୁ ମା, ଫେରି ଆସେ ଜଲ୍ଦି, ରାତି ହେଇଗଲା। ଏ ଭୟ କେବେ ହେଲେ ନବୀନ ବାବୁଙ୍କ ସରକାରରେ ନଥିଲା, ଏ ଭୟ ଦେଖାଯାଇଛି ଭାରତୀୟ ଜନତା ପାର୍ଟି ସରକାରରେ। ଆମେ ଆଶା କରିବୁ, ଏତିକି କହିବୁ ଯେ ଏଇ 2025ରେ ଯୋଉ ଅଘଟଣ ଗୁଡ଼ିକ ଘଟିଲା ଏବଂ ଏଥିରେ ସମ୍ପୂର୍ଣ୍ଣ ଭାବରେ ବିଫଳ ରହିଲା ଭାରତୀୟ ଜନତା ପାର୍ଟି ସରକାର, 2026ରେ ଆଟଲିଷ୍ଟ ନିଜର ଲ ଆଣ୍ଡ ଅର୍ଡର ସିଚୁଏସନକୁ ବେଟର କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସୁରକ୍ଷା ଯୋଉ ଦିଆଯିବା କଥା ସେଇ ସୁରକ୍ଷା ଯିବା କ୍ଷେତ୍ରରେ ଆହୁରି ଯତ୍ନବାନ ହୁଅନ୍ତୁ।